ପରୀକ୍ଷିତ ପ୍ରଜା ସୃଷ୍ଟି ଓ ପ୍ରଜା ବୃଦ୍ଧିର ବିସ୍ତାରିତ ବିବରଣୀ ଶୁଣିବାକୁ ଚାହିଁବାରୁ ଶ୍ରୀ ସୁଖଦେବ କହିଲେ, ପ୍ରାଚୀନ ବରିହୀଙ୍କ 10 ପୁତ୍ର ପ୍ରଚିତାଗଣ ତପସ୍ୟାରୁ ଉଠିଛନ୍ତି। ସେମାନେ ପୃଥିବୀକୁ ବୃକ୍ଷଲତା ସମାଚ୍ଛନ୍ନ ଦେଖି ସେଗୁଡ଼ିକୁ ଧ୍ୱଂସ କରିବାକୁ ଉପକ୍ରମ କରନ୍ତେ ବନସ୍ପତିଙ୍କ ରାଜା ଚନ୍ଦ୍ର ବାରଣ କରିଛନ୍ତି ଏବଂ ସେମାନଙ୍କୁ ପତ୍ନୀ ଭାବରେ ବୃକ୍ଷଙ୍କ ପାଳିତା କନ୍ୟାକୁ ପ୍ରଦାନ କରିଛନ୍ତି। ସେମାନଙ୍କ ଔରସରୁ ଦକ୍ଷ ପ୍ରଜାପତି ପୁନର୍ଜନ୍ମ ଲାଭ କରିଛନ୍ତି। ସୃଷ୍ଟି ଉଦ୍ଦେଶ୍ୟରେ ଭଗବାନଙ୍କୁ ହଂସଗୁହ୍ୟ ନାମକ ସ୍ତୋତ୍ରରେ ଏବେ ସେ ସ୍ତୁତି କରୁଛନ୍ତି। ପ୍ରଜାପତି ଉବାଚ ନମସ୍ତେ ପ୍ରଭୁ ଆଦିଧାତା ଜୀବ ମାୟାର ଯେ ନିୟନ୍ତା ଅଦୃଷ୍ଟ ଯାହାର ମହିମା ଗୁଣ ବୁଦ୍ଧିରେ ନୁହେଁ ସୀମା ଯାହାର ଆଜ୍ଞାରେ ଜଗତ ନମସ୍ତେ ପ୍ରଭୁ ଆଦିଭୂତ ଯାହାର ସଖା ଅଟେ ଜୀବ ନ ଜାଣେ ତାହାର ପ୍ରଭାବ ଏ ଦେହେ ସମାନ ବସଇ ତଥାପି ଜୀବ ନ ଜାଣଇ ସଂସାରେ ଅଛି ପୂର୍ଣ୍ଣ ହୋଇ ଯାହାର ଶତ୍ରୁ ମିତ୍ର ନାହିଁ ଯାର ଚରିତ ଅସମ୍ଭବ ନମସ୍ତେ ପ୍ରଭୁ ସ୍ୱୟଂଭୁବ ପ୍ରକାଶ ଇନ୍ଦ୍ରିୟ ଗଣର ଯେହ୍ନେ ବିଷୟ ଅଗୋଚର ଗୁଣର ଗୁଣ ପ୍ରାୟ ହୋଇ ସେ ମହେଶ୍ୱରଙ୍କୁ ନମଇ ଦେହ ଇନ୍ଦ୍ରିୟ ପ୍ରାଣ ମନ ଯେ ଭୂତ ମାତ୍ରାଦି ପଞ୍ଚମ ଏମାନେ ନିଜ ସ୍ୱରୂପକୁ ନ ଜାଣେ କେହି ଯେ କାହାକୁ ଜୀବ ଯେ ସର୍ବ ଜାଣଇ ସେ ଜୀବ ଯାକୁ ନ ଜାଣଇ ସର୍ବଜ୍ଞ ଅନନ୍ତ ଅଟଇ ତାହାଙ୍କୁ ଦଣ୍ଡବତ ମୁହିଁ ସଂସାରେ ଅସ୍ତି ନାସ୍ତି ଯେତେ ବସ୍ତୁର ନିଷ୍ଠା ଏହି ମତେ ସାଂଖ୍ୟ ଯୋଗରେ ପ୍ରବର୍ତ୍ତିତ ସେ ସମଳ ବହୁତ ଭିନ୍ନ ବିରୁଦ୍ଧ ଧର୍ମ ସେହି ତା ବିନୁଆନ କେହି ନାହିଁ ପଦ୍ମପାଦରେ ଯେ ଭଜଇ ତାହାର ଅନୁଗ୍ରହ ପାଇ ଜନ୍ମଇ ନାମ ରୂପ ଧରି ଶରୀର ବହଇ ଯେ ହରି ସେ ପ୍ରଭୁ ହୁଅନ୍ତୁ ପ୍ରସନ୍ନ ସର୍ବକାରଣ ଭଗବାନ ସ୍ୱକୃତ ଜ୍ଞାନ ପଥେ କରି ସେ ପ୍ରଭୁ ସର୍ବ ଘଟେ ପୁରୀ ଶୋଭା ପାଉଛି ଅନୁକ୍ଷଣ ଅଖିଳ ପ୍ରାଣ ନାରାୟଣ ପୃଥିବୀ ଗୁଣକୁ ବସାଇ ଅନିଳ ଦେଶ ନେବ ହୋଇ ସେ ପ୍ରଭୁ ମହିମାଏ ମନ୍ତ ପୂର୍ଣ୍ଣମୋ କରୁ ମନୋରଥ ପ୍ରସନ୍ନ ହେଲେ ଚକ୍ରପାଣି ତକ୍ଷଣୀ ଅଘମର ଶରଣ ଆସି ମିଳିଲେ ନାରାୟଣ ଶୁଣ ହେ ଗୁରୁ ନୃପବର ଭକ୍ତ ବତ୍ସଳ ଚକ୍ରଧର ଆରୋହୀ ଜାନ ଖଗରାଜ ଲମ୍ବ ସୁନ୍ଦର ଅଷ୍ଟଭୁଜ ଶଙ୍ଖ ଚକ୍ର ଚର୍ମ ଖଡ଼ଗ ଗଦା ଅସିପାଶ ସାରଙ୍ଗ ଧରିଣଛନ୍ତି ଅଷ୍ଟକର ଅଦ୍ଭୁତ ରୂପ ମନୋହର ପୀତ ବସନ ଘନ ଶ୍ୟାମ ବଦନ ଇକ୍ଷଣ ପ୍ରସନ୍ନ ନିବିଡ଼ ଅଙ୍ଗେ ବନମାଳ ଶୋଭିତ ମକର କୁଣ୍ଡଳ
सिद्धि रूप त्रैलोक्य मनोहर धरिण ब्रह्मांड ठाकुर नंद सुनंद आदि जेते बेष्टित होइण समस्ते विष्णु को करन्ति भजन सिद्ध गंधर्व जे चरण अति अद्भुत रूप हरि दक्ष देखिण भयकारी न मिले दंडवत होई आनंद के पारिब गाही हर से विह्वलित मन मुखरु न स्फुरे वचन इंद्रियंकरे पूर्ण मन निर्झरे हृदि निजे सन मोर भकत प्रजा धाम हेमंत जानी भगवान सकल प्राणीकर मन जानन्ति प्रभु नारायण प्रजापति की चाहि हरि किछि बोइले दया करी भगवान उवाच हे प्रजापति महाभाग तुम्भरे मोर अनुराग जेणु भक्ति दृढ़ मने भजिल मोहर चरणे जेणु तो तपजन हित प्रसन्न हेलु प्रजानाथ भक्त मानंकर संतति निरते मने मुहि चिंती ब्रह्मा शंकर मनुबर तुम्भे इंद्रादि देवबर उद्भव प्राणी मानंकर तुम्भे जे विभूति मोहर तपस्या मोहर हृदय वेद वेदांग मोर देह मोहर आत्मा धर्म जान देवता माने मोर प्राण अनंत गुणे मु अनंत मोर गुणरु सर्वजात गुण शरीर को धइले स्वयंभू देह को पाइले स्वयंभू सुजने संसार न देखी समर्थ आत्मार सृष्टि करिबा चित्ते धरी उद्यम कले से विचारी बोइलु आंभ वाक्य कर घोर तपस्या को आचर सृष्टि करता तुम्भे कहीं तपर बले सृष्टि होई पंच जनर ए कुमारी असिक्नी नामे जे सुंदरी एहाकु पत्नी भावे तोर ग्रहण करी सृष्टि कर तुम्भर ठारु प्रजा जेते मैथुने होइबे जगते मोर माया रे मोहि हेबे हरसे संसार करिवे सुख उवाच एतेक कही भगवान अखिल संसार कारण ए दक्ष प्रजापति कथा कल्प भेदर जे व्यवस्था बोलोई दास जगन्नाथ श्रीकृष्ण चरित अमृत इति श्रीमद्भागवते महापुराणे पारमहंस्यं संहितायां षष्ठ स्कन्धे नाम चतुर्थ अध्यायः।